ଚତୁର୍ଦ୍ଦଶ ଅଧ୍ୟାୟ ରଜୋବାଚ ଶୁକଚରଣ ଧରି ରାଜା ସାନନ୍ଦେ ମନେ କରି ପୂଜା ଓ ମୁନି ଅସମ୍ଭବ କଥା ବୃତ ଅସୁରର ବ୍ୟବସ୍ଥା ରଜତାମସ ଭାବ ତାର ପାପି ଅଟଇ ବୃତାସୁର ଅଖିଳ ହେତୁ ଭଗବାନ ତାହାର ମତି ଯେ ବାକେଶନ ଶତପ୍ରଧାନ ଦେବଗଣ ନିର୍ମଳ ମୁନି ଜନ ମନ ମୁକୁଦ ପାଦପଙ୍କଜରେ ଯାହାଙ୍କ ଚିତ ରହେ ସ୍ଥିରେ ରଜଗୁଣରେ ଯୁକ୍ତ ହୋଇ ସଂସାରେ ଯେତେକ ଅଛଇ ଏହାଙ୍କ ମଧ୍ୟ ଯେଉଁ ଜନ ଶ୍ରେୟ କରଇ ଆଚରଣ ମୁଖ୍ୟକୁ ବାଞ୍ଚି ଏ ସଂସାରେ ସିଦ୍ଧ ଯେ ଅଛନ୍ତି ଅପାରେ ଏହାଙ୍କ ମଧ୍ୟ ଯେଉଁ ଜନ କଷ୍ଟେ ଲଭଇ ଭଗବାନ ଦୁର୍ଲଭ ମୁନିମାନଙ୍କର ବିଷ୍ଣୁ ଭକତ ଯେଉଁ ନର କୋଟିକେ ଗୋଟିଏ ଯେ ଥାଇ ଶୁଣିବା ସାବଧାନ ହୋଇ ସ୍ୱଭାବେ ବୃତ୍ତି ଆଦି ଅତି ପାପ ଲୋକଙ୍କୁ ଦେଲା ଅତି ତାପ କେମନ୍ତେ ମହାଘୋର ରଣେ ମତି ହୋଇଲା ନାରାୟଣେ ଏଣେ ସଂଶୟ ମୋର ମନ କହିବା ମତେ ତପୋଧନ ସୁତବାଚ ଏବୃତ ଘୋର ସଂଗ୍ରାମରେ ବଳେ ଶିଲା ଚକ୍ର ଧରେ ସନ୍ତ ସେ ରାଜା ପ୍ରଶ୍ନ ଶୁଣି ଆନନ୍ଦ ସେ ବାଦାୟରଣୀ ହରସ ହୋଇ ମୁନିବର କହନ୍ତି ବଚନ କହନ୍ତି ମଧୁର ଶ୍ରୀଶୁକବାଚ ଶୁଣ ରାଜନ ଏକ ମନେ ଇତିହାସର ବଚନେ ବେଦ ବ୍ୟାସଙ୍କ ବାକ୍ୟ ମୋହି ନାରଦ ମୁଖୁ ଶୁଣିଲଇ ପୂର୍ବେ ସୁରସନ ନଗରରେ ଥିଲା ଯେ ଏକ ନୃପବରେ ଚିତ୍ରକେତୁ ନାମ ତାହାର କାମଧେନୁ ପୃଥ୍ୱୀ ଯାହାର 10 ନିୟୁତ ପତ୍ନୀ ତାର ରୂପେ କି ଦେବା ପଟାନ୍ତର ଯେତେ ଅଛନ୍ତି ତାର ନାରୀ ପୁତ୍ର ଯେ ନହିଲା କାହାରି ରୂପେ ସୁନ୍ଦର ମନୋହର ବିଦ୍ୟା ସମ୍ପତ୍ତି ଅତି ଧୀର ଏ ସର୍ବଗୁଣ ଅଛି ତାର ସୁତ ନହିଲା ନୃପବର ଆମାତ୍ୟ ସମ୍ପଦ ସହିତେ ପଟ ମହିଷୀ ତାର ଯେତେ ସେ ସାର୍ବଭୌମ୍ୟ ଭୁଞ୍ଜେ ମହି ସୁଖ ନହିଲା ତାର ଦହି ଶୁଣ ରାଜନ ଏକ ଦିନେ ଚିତ୍ରକେତୁ ରାଜା ଭବନେ ଅଙ୍ଗିରା ଋଷି ଆଦି ଯେତେ ମିଳିଲେ ରାଜାର ଅଗ୍ରତେ ସ୍ୱଇଚ୍ଛା ଲୋକରେ ବିହରେ ମିଳିଲେ ଚିତ୍ରକେତୁ ଘରେ ତାହାଙ୍କୁ ଦେଖି ସେ ରାଜନ ତକ୍ଷଣେ ତେଜିଲା ଆସନ ଉତ୍ତମ ଆସନେ ବସାଇ ପୂଜିଲେ ପାଦ ଅର୍ଘ୍ୟ ଦେଇ ସୁଖେ ଆସନ ଋଷି ବସି ଚିତ୍ରକେତୁକୁ ପରଶଂସି ଭକତି ଦେଖିଣ ତାହାର ଆନନ୍ଦ ହୋଇ ଋଷିବର ରାଜାଙ୍କୁ କରି ଆରାଧନ କହନ୍ତି ମଧୁର ବଚନ ଅଙ୍ଗିରା ବାଚ ପ୍ରଭୁ ଚିତ୍ରକେତୁ ଶୁଣ ତୁମ୍ଭର ପରମ କଲ୍ୟାଣ ତୁମ୍ଭର ମହି ଅଛି ଯେତେ କୁଶଳ ଟିକିଏ ସମସ୍ତେ ପୁରରେ ଜନ ଆଦି ଯେତେ ଆମାତ୍ୟ ଗଣଙ୍କ ସଙ୍ଗତେ ଦାରାପତ୍ୟ ବନ୍ଧୁ ଯେତେ ସମ୍ଭୂତ ରାଜ୍ୟର ସହିତେ ଯାହାର ଆତ୍ମାର ବଶ ତାହାର ବସେ ଅଶେଷ ଯାହାର ଆତ୍ମାବଶ ହୋଇ ସର୍ବତ ପୂଜ୍ୟ ସେ ଅଟଇ ଆତ୍ମ ସମ୍ପଦ ଯେତେ ଆମାତ୍ୟ ପରସ୍ଥା ସହିତେ ଏ ତୁମ୍ଭ ପ୍ରିୟ ନୁହେଁ କେହି ଏମନ୍ତ ପ୍ରାୟ ମୁଁ ମଣଇ ଚିନ୍ତାରେ ମଳିନ ଅଧର ଅଲବଦ୍ଧ ନାମ କାମ ନୃପବର ରାଜା ଏମନ୍ତ ବାକ୍ୟ ଶୁଣନୁ ପରୀକ୍ଷ ନୃପମଣି ହୃଦୟରେ ପୁତ୍ର କାମୀ ହୋଇ ବିରସେ ମୁନିକୁ କହଇ ଭମୁନି ତୁମ୍ଭ ଆଗୋଚରେ କେ ଅବା ଅଛି ଏ ସଂସାରେ ପ୍ରାଣୀର ଅନ୍ତର ବାହାରେ ଦେଖ ତପସ୍ୟା ପ୍ରଭାବରେ ତୁମ୍ଭର ଆଜ୍ଞା ପରିମାଣେ କହିବା ଶୁଣ ସାବଧାନେ ହୃଦୟରେ ଚିନ୍ତିତ ମୋହର ପ୍ରଶ୍ନ ଯେ କଲ ନୃପବର ମୁନିମାନଙ୍କୁ ଯେ ଦୁର୍ଲଭ ଏ ଆଦି ଐଶ୍ୱର୍ଯ୍ୟ ସମ୍ପଦ ପୁତ୍ର ବିହନେ ମୋର ଦେହି ସୁଖ ନୁହଁ ସର୍ବେ କହି କ୍ଷୁଧା ତୁଷାରେ ଜେନେ ଜନ ଦିନ ହୁଅନ୍ତି କ୍ଷୀଣ ଭମ ଭାଗ ମୁନିବର ଯେମନ୍ତ ତରଇ ସଂସାର ପିତୃଋଣରୁ ମତେ ପାର କରିବା ହେଉ ମୁନିବର ପୁତ୍ରରେ କରି ଯେବେ ମୁହିଁ ଦୁସ୍ତର ମାୟାରୁ ତରଇ ଶ୍ରୀଶୁକବାଚ ରାଜାର ଶୁଣି ଏ ବଚନ କୃପା କଲେ ବ୍ରହ୍ମାନନ୍ଦନ ଯଜ୍ଞକୁ କରି ମୁନି ବର ଆରାଧି ଜଗତ ଈଶ୍ୱର ରାଜାର ଜ୍ୟେଷ୍ଠ ଯେଉଁ ନାରୀ କୃତକୁଦୂତି ନାମ ତାହାରି ଚରୁ ତାହାଙ୍କୁ ନେଇ ଦେଲେ ରାଜାଙ୍କୁ ହେମନ୍ତ କହିଲେ ଭତ୍କି ଚିତ୍ର କେତୁ ନୃପବର ହେଉ ଏକ କୁମର ତୋର ସତ୍ୟ କହିଲୁ ରାଜା ତୋତେ କହିଣ ଗଲେ ମୁନିବରେ
सत्य कहिलु राजा तोरे कहि न गले मुनि बरे चित्रकेतुर तहु से ही कृतद्युति जे महादेही चरु भोजनर मात्र के गर्भ धइला सेउ सुखे अग्निर कुमर जेमंत गर्भे धइला सेही मते ताहार गर्भ प्रतिदिने शुक्ल पक्षरे चंद्र जेने चित्रकेतु हरस मन गर्भ बढ़िला दिनु दिन एमंत संपूर्ण बत्सरे जन्मिला ताहार कुमरे चित्रकेतुर जेते लोक हरस होइले अनेक हरस होई से राजन तत्क्षणे कलाक स्नान संतोष मने प्रवर भूषित होई अलंकार ब्राह्मण आणी वेद धर्म कला से पुत्र जात कर्म ब्राह्मण सुभन्न जगत देला धेनु सत आयुत पृथ्वी हय जगण देला से विविध वसन जे जेते लोक बंछा कले मन सन्तोषे से लभिले प्राणी सन्तोषे मघवान बरसा करई जेसन पुत्र आयुष जस धन विवृद्धि अर्थे देला दान कष्टरे लभिला से सुत पुत्र रे स्नेह बा बहुत दरिद्र जेते जेने धन पाई तेसन हरस होई मातार अति स्नेह भरे मोह होइला पुत्र ठारे कृतद्युति जे सपत्नी माने सुदुखित संतति कारणे चित्रकेतु जे स्नेह बही कृतद्युतिर पुत्र तहि अन्य जे पत्नी माने छंती से भावे नाही स्नेहमती अपुत्र दुख ताहांकर राजार तेणु अनादार सेमाने मन दुख करी आत्मार निंदा को आचरी पापिष्ट ए जे कृतद्युति अधिक एहार दुष्टमती गृह संपद जे स्वामीर अधिक हेउ दुराचार एस पतणीर चरणे दासी होइले अकारणे दासीर किय बा संताप जे से जेबे स्वामीर समीप मान न लभु आम्भ क्षणे दासीर दासी होई जेने सकले एकचित होई राजार हिंसा चरिले दारुण चित्त स्त्री जन क्रोध होइले हतज्ञान स्वामी को अति क्रोध कले गरल कुमर को देले ଏହା ନ ଜାଣେ ଦ୍ରୁତ କୃତ ଦ୍ରୁତି ସପତ୍ନୀ ମାତାଙ୍କର ଗତି ପୁତ୍ର ଶୁଆଇଥିଲା ଘରେ ଗଲେ ଯେ ଅନ୍ୟାନ୍ୟ ବ୍ୟବହାରେ ଅନେକ ବେଳ ଶୋଇଥିଲା ପୁତ୍ର ଆଣିବା ଅର୍ଥେ ଗଲା ବସଖି ଆଣ ପୁତ୍ର ମୋର ଧାଇକି ବୋଇଲା ଉତ୍ତର ତାହାର ଆଜ୍ଞା ପାଇ ଧାଇ ବାଳକ ନିକଟେ ମିଳଇ ଦେଖିଲା ପୁତ୍ର ଅଛି ଶୋଇ निवृत्त नेत्र तार होई शरीरे प्राण नाही तार देखी पड़िला से भूमिर हत देखिण तार धाई पड़िला अचेतन होई देखी बेनिकर रे हृद ताड़ी आरते छाड़ू चिरड़ी ता देखी पाट महादई धाइला असंभाल होई पुत्रर निकटे मिलिला मृत्यु पुत्र को से देखिला महाक्रोधरे शोक भर भूमि रे पड़िला निर्भरे तत्क्षणे मुहकु पाइला केश व्यसन खसीगला राजार अंतपुर जन स्त्री पुरुष हे राजन रोदन शुणी से धाइले तुल्य शोक को से धइले कहिबा शुणनु खबर जेसन सपत्नी ताहार अंतरे सुख जे आचरी बाह्य कपट शोक करी पुत्र मरण राजा शुणी मृत्युर कारण न जानी शोकरे नदी सई पथ मोहर होई ज्ञान हत स्नेह हेतुरु शोक तड़ी मूर्छित होई गाड़े पड़ी आमात्य आदि जेते जन देखु अछंती हे राजन मृत्यु बालक पाद तड़े पड़िला जाई ज्ञान भले खसीण पड़िअछि केश विचित्र परिधान बास दीर्घ निश्वास से छाड़िला नयनु अश्रुज छाड़ई नयनु अश्रु जल बही निरदी कंठद्वार होई वचन न पारई कही पतिर देखी शोक भर मृत्यु को देखिण पुत्रर विचित्र विलाप करई कृतद्युति जे से महादेई स्तन जुगल ताहार मंडित कुंकुम पयर अंजन सहित लोतक से स्तन जुगल धौत केश होइला असंबाल खसी पड़िला फूल माल कुरुरी प्राय से विकल नयनु बहे अश्रु जल हे विधि तो मति दारुण बालक प्राय आचरण आपणे करिण रचन क्षण के करी भग्नमान के हवा अछि केबा नाही एहार निदान नथाई जेबा संसारे प्राणीकर प्राकम्य जन्म मरणर स्नेह पास बढ़ाइण आपण सृष्टि
ଇଣ ଛେଦନ କଲା କାରଣ ଅଜ୍ଞାନ ପ୍ରାଣୀ ଏ ଯେ ସନ ହେତା ତନୟ ମୋହର ଦେଖୁ ନାହିଁ କି ତ ପିଅର ଛାଡ଼ି ନ ଯାଅ ବାବୁ ତୁହି ଶୋକ ସାଗରେ ମୋତେ ଥୋଇ ମୁଁ ଯେ ପାପିଷ୍ଟ ଦୁଃଖୀ ହୋଇ ମୋତେ ଛାଡ଼ି ନ ଯା ତୁହି ତୋହର କରି ବାବୁ ମୁହିଁ ଦୁସ୍ତରେ ତମରୁ ତରଇ ଦାରୁଣ ଯମ ବଶ ହୋଇ ଛାଡ଼ି ନ ଯାଅ ମୋତେ ଦୁହି ଉଠ ହେ ନୃପତି ନନ୍ଦନ ଆନନ୍ଦେ କର ସ୍ତନ ପାନ ସମବୟସୀୟ କୁମରେ ଡାକୁଅଛନ୍ତି ବାବୁ ତୋରେ ବାଳକେ ସଙ୍ଗତେ ବିହର ବହୁତ ନିଦ୍ରା ଦୂର କର ମୋହର ଶୋକ ତୁ ନିବାର ରୋଦନ୍ତି ପିଅର ତୋହର ହରସ ଆନନ୍ଦ ପଙ୍କଜ ସୁଖ ମୁଖ ତ ନ ଦେଖି ତନୁଜ ଦାରୁଣ ଜମକି ତୋହରେ ଘେନାଇ ଗଲା ନିଜ ପୁରେ ତେଣୁ ମୋ କୋଳ କୋମଳ ବଚନ ଶୁଣିଲୁ ନାହିଁ ରେ ନନ୍ଦନ। ଶ୍ରୀଶୁକ ବାଚ ମୃତ୍ୟୁ ପୁତ୍ର ଠାରେ ତାହାର ବିଳାପ ଶୁଣି ନୃପବର ଚିତ୍ରକେତୁ ମଗ୍ନ ଶୋକରେ ରୋଦନ କରେ ଉଚ୍ଚ ସ୍ୱର ବିଳପେ ପତ୍ନୀର ସହିତେ ନୃପକୁ ଦେଖିଣ ସମସ୍ତେ ଯେତେ ଆମାତ୍ୟ ଆଦି ତାର ରୋଦନ କଲେ ଉଚ୍ଚ ସ୍ୱର ସ୍ତ୍ରୀ ପୁରୁଷ ଯେତେ ଜନ ସକଳେ ହେଲେ ଅଚେତନ ଏମନ୍ତେ ଶୁଣ ନୃପବର ସକଳେ ଅତି ଦୁଃଖ ରାଜାର ଦେଖି ମୁନି ଅଙ୍ଗିରା ନାରଦକୁ ଘେନି ସ୍ତ୍ରୀରେ ଘେନି ଋଷି ଗଲେ ରାଜାରେ ପୁରରେ ମିଳିଲେ ବୋଲଇ ବିପ୍ର ଜଗନ୍ନାଥ ଚିତ୍ରକେତୁ ରାଜା ଚରିତ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ ସଂହିତାଏ 82 ଷଷ୍ଠ ସ୍କନ୍ଧେ ଚିତ୍ରକେତୁ ରାଜା ଚରିତେ ନାମ